ନାଗରିକତା ସିଟିଜେନସିପ୍ ନାଗରିକତାର ଅର୍ଥ ଓ ଐତିହାସିକ ପୃଷ୍ଠଭୂମି। ଐତିହାସିକ ଭାବେ ନାଗରିକତାର ଅର୍ଥ ପାଶ୍ଚାତ୍ୟ ରାଜନୈତିକ ପରମ୍ପରାରେ ବ୍ୟକ୍ତିର ଏକ ସାଧାରଣ ଅବସ୍ଥାକୁ ବୁଝାଇଥାଏ, ଯେଉଁଥିରେ କି ବ୍ୟକ୍ତି କିଛି ଅଧିକାର ଓ ଆନୁଗତ୍ୟ ଦ୍ୱାରା ଆବଦ୍ଧ ହୋଇ ଏକ ରାଜନୈତିକ ତଥା ସାମାଜିକ ସୀମା ମଧ୍ୟରେ ଅବସ୍ଥାନ କରେ। ଜେ.ଜି.ଏ. ପୋକକ୍ ଙ୍କ ମତରେ ଏହି ପ୍ରକାରର ନାଗରିକତା ଧାରଣା ନିଶ୍ଚିତ ଭାବେ ପୁରାତନ ଅଟେ, ଯେମିତିକି ପୁରାତନ ଗ୍ରୀସ୍ ଓ ରୋମର ନାଗରିକତା ଧାରଣା ଯେମିତି ଥିଲା, ସମୟ ଅନୁସାରେ ତାହା ସାଧାରଣତାନ୍ତ୍ରିକ ଏବଂ ଉଦାରବାଦୀ ଆଖ୍ୟା ପାଇଲା। ଗ୍ରୀକ୍ ନାଗରିକତାର ଛାପ ରାଜନୀତି ବିଜ୍ଞାନର ଜନକ ଆରିଷ୍ଟଟଲଙ୍କ ଦ୍ୱାରା ଲିଖିତ ପୁସ୍ତକରେ ପରିଦୃଷ୍ଟ ହୁଏ, ଯେଉଁଥିରେ ସେ ଏଥେନ୍ସକୁ ଏକ ନମୁନା ରାଷ୍ଟ୍ର ଭାବରେ ଗ୍ରହଣ କରିଛନ୍ତି। ମନୁଷ୍ୟକୁ ଏକ ରାଜନୈତିକ ପ୍ରାଣୀ ଭାବରେ ଆରିଷ୍ଟଟଲ ଅଭିହିତ କରିଥିଲେ, କାରଣ ଏକ ରାଜନୈତିକ ପରିବେଶରେ ବଞ୍ଚିବା ହିଁ ଆମ ମନୁଷ୍ୟ ସମାଜର ପ୍ରକୃତି। ତାଙ୍କ ମତରେ ବାସ୍ତବରେ କେବଳ ନଗର ରାଜ୍ୟରେ ହିଁ ନାଗରିକତାର ବାସ୍ତବ ଚିତ୍ର ଉପଲବ୍ଧି ହୋଇପାରିବ। ନାଗରିକ ବା ସିଟିଜେନ୍ ଶବ୍ଦଟି ମୂଳ ଲାଟିନ୍ ଶବ୍ଦ ସିଭିସ୍‌ରୁ ଉଦ୍ଧୃତ ହୋଇଛି। ଲାଟିନ୍ ଶବ୍ଦ ସିଭିସ୍‌ର ଅର୍ଥ ହେଲା ନଗର ରାଜ୍ୟ। ଗ୍ରୀସ୍ ଦେଶର ନଗର ରାଜ୍ୟଗୁଡ଼ିକର ଅଧିବାସୀମାନଙ୍କୁ ନାଗରିକ ବୋଲି କୁହାଯାଉଥିଲା। ଏଣୁ ଆକ୍ଷରିକ ଅର୍ଥରେ ନାଗରିକ ଶବ୍ଦ ସେହି ଅଧିବାସୀମାନଙ୍କୁ ସୂଚିତ କରେ ଯେଉଁମାନଙ୍କର ବାସ କରିବାର ମୌଳିକ ଅଧିକାର ଅଛି, କିନ୍ତୁ ନାଗରିକତାର ଏହି ପ୍ରାଚୀନ ଅର୍ଥ ବର୍ତ୍ତମାନ ଆଉ ଉପଯୋଗୀ ହୋଇନାହିଁ। ଆରିଷ୍ଟଟଲଙ୍କ ମତରେ ଶାସନ କରିବା ଓ ଶାସିତ ହେବାର ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତି ହିଁ ନାଗରିକ। ଆରିଷ୍ଟଟଲ ସର୍ବପ୍ରଥମେ ନାଗରିକତାର ସଂଜ୍ଞା ନିରୂପଣ କରିଥିଲେ। ତାଙ୍କ ମତରେ ନଗର ରାଜ୍ୟର ସମସ୍ତ ଅଧିବାସୀ ଶାସନ କାର୍ଯ୍ୟରେ ନିଜର ଯୋଗଦାନ ପାଇଁ ସମୟ ପ୍ରଦାନ କରିପାରୁନଥିଲେ। ତାଙ୍କର ସେଥି ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା ଥିଲେ ହିଁ ତାଙ୍କୁ ନାଗରିକ ପଦବାଚ୍ୟ କରାଯାଉଥିଲା। ସେହି ଦୃଷ୍ଟିରୁ ସେ ରାଷ୍ଟ୍ର ଅଧିବାସୀମାନଙ୍କୁ କ୍ରୀତଦାସ ଓ ନାଗରିକ ପରି ଦୁଇ ପର୍ଯ୍ୟାୟଭୁକ୍ତ କରୁଥିଲେ। ତାଙ୍କ ମତରେ ଏଥେନ୍ସର ନାଗରିକ ହେବା ପାଇଁ ଜଣେ ବ୍ୟକ୍ତି କେବଳ ଏଥେନିଆନ୍ ପରିବାରରେ ଜନ୍ମଗ୍ରହଣ କରିଥିବେ ତାହା ନୁହେଁ, ବରଂ ସେ ଜଣେ 20 ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ପୁରୁଷ ହୋଇଥିବା ସହିତ ଗୋଟିଏ ଭଲ ପରିବାରରେ ଜନ୍ମ ନେଇଥିବା ଦରକାର, କ୍ରୀତଦାସ ପରିବାରରେ ନୁହେଁ। ତେଣୁ ଆରିଷ୍ଟଟଲଙ୍କ ଚିନ୍ତାଧାରାରେ ସ୍ପଷ୍ଟ ଭାବେ ଲିଙ୍ଗ, ଶ୍ରେଣୀ ଓ ଜାତିର ବିବିଧତା ବାରି ହୋଇ ପଡ଼େ। ନାଗରିକତା ସମ୍ପର୍କରେ ଆରିଷ୍ଟଟଲ ଓ ପ୍ଲାଟୋଙ୍କ ଧାରଣା। ଆରିଷ୍ଟଟଲ ସେହି ବ୍ୟକ୍ତିମାନଙ୍କୁ ନାଗରିକର ଆଖ୍ୟା ପ୍ରଦାନ କରିଛନ୍ତି ଯେଉଁମାନେ ଶାସନ କରିବାର ଓ ଶାସିତ ହେବାର ଯୋଗ୍ୟତା ହାସଲ କରିଥିଲେ। ଫଳସ୍ୱରୂପ ଏଥେନ୍ସର ନାଗରିକ ସଭାଗୁଡ଼ିକରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବହୁତ କମ୍ ଥିଲା। ସଭା ବର୍ଷକୁ 40 ଥର ବସୁଥିଲା ଏବଂ ପୂର୍ଣ୍ଣାଙ୍ଗ ଅଧିବେଶନ ନିମନ୍ତେ 600 ନାଗରିକଙ୍କ ଆବଶ୍ୟକତା ଥିଲା। ଏଥେନ୍ସରେ 300 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବର୍ଷର ନାଗରିକମାନଙ୍କୁ ସରକାରୀ ପଦପଦବୀ ଓ ବିଚାରପତି ମର୍ଯ୍ୟାଦା ମିଳୁଥିଲା। କେତେକ ନାଗରିକ ରାଜନୈତିକ ପଦପଦବୀରେ ରହିପାରୁଥିଲେ ଯେଉଁମାନେ ସଭା ଦ୍ୱାରା ନିର୍ବାଚିତ ହୋଇଥିଲେ। ସାଧାରଣତଃ ସେମାନଙ୍କ କାର୍ଯ୍ୟକାଳ 2 ବର୍ଷରୁ 3 ବର୍ଷ ଥିଲା, କିନ୍ତୁ ଅନେକ କ୍ଷେତ୍ରରେ ସେମାନେ ବାରମ୍ବାର ନିର୍ବାଚିତ ମଧ୍ୟ ହୋଇନଥିଲେ। ଯେତେବେଳେ ସେମାନଙ୍କ କାର୍ଯ୍ୟ ଫଳପ୍ରଦ ହୋଇନଥିଲା, ଏହାର ଲକ୍ଷ୍ୟ ଥିଲା ଯେ ରାଜନୈତିକ କ୍ଷମତାକୁ ବ୍ୟବହାର କରିବା ପାଇଁ ସମସ୍ତ ନାଗରିକମାନଙ୍କ ସମାନ ସୁବିଧା ସୁଯୋଗ ଅଛି। ଗ୍ରୀସର ନଗର ରାଜ୍ୟମାନଙ୍କ ମଧ୍ୟରେ ଏଥେନ୍ସ ଟିକିଏ ନିଆରା ଥିଲା। ଏଥେନ୍ସ ଅସ୍ୱାଭାବିକ ଭାବେ ଗଣତାନ୍ତ୍ରିକ ଥିଲା। ଆରିଷ୍ଟଟଲ ନିଜେ ମଧ୍ୟ ଏଥେନ୍ସରେ ଜନ୍ମଗ୍ରହଣ କରିନଥିଲେ, କିନ୍ତୁ ସେଠାରେ କାଳିତପାତ କରୁଥିଲେ। ଯେହେତୁ ସେ ଏଥେନ୍ସର ନାଗରିକ ଥିଲେ, ସେ ଏକ ମିଶ୍ରିତ ଗଣତନ୍ତ୍ରକୁ ପସନ୍ଦ କରୁଥିଲେ, ଯାହା ରାଜତନ୍ତ୍ର ଓ ଆଭିଜାତତନ୍ତ୍ରର ସମ୍ମିଶ୍ରଣରେ ଗଠିତ। ପ୍ଲାଟୋଙ୍କ ପରି ଆରିଷ୍ଟଟଲ ମଧ୍ୟ ସ୍ପାର୍ଟାର ନାଗରିକତାକୁ ପସନ୍ଦ କରୁଥିଲେ। ସେତେବେଳେ ସ୍ପାର୍ଟା କଳା, ଦର୍ଶନ ଏବଂ ଅବସର ସମୟ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିଲା। ସ୍ୱରୂପରେ ସ୍ପାର୍ଟା ନିଜର ସାମରିକ ସେବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲା। ସ୍ପାର୍ଟାର ବାଳକମାନେ 7 ବର୍ଷ ବୟସରୁ ଗୃହ ତ୍ୟାଗ କରି ତାଲିମ ନେଉଥିଲେ ଏବଂ ପରିବାରଠାରୁ ଅଲଗା ରହୁଥିଲେ ଯେ ପର୍ଯ୍ୟନ୍ତ ସେମାନେ ସରକାରୀ ଚାକିରିରେ ଯୋଗ ଦେଉନଥିଲେ। ଆରିଷ୍ଟଟଲଙ୍କ ମତରେ ଏପରି ନାଗରିକତା କେବଳ ଛୋଟ ଛୋଟ ରାଷ୍ଟ୍ରମାନଙ୍କରେ ସମ୍ଭବ ହୋଇଥାଏ। ନାଗରିକମାନେ ନିଶ୍ଚିନ୍ତ ଭାବରେ ପରସ୍ପରକୁ ଜାଣିପାରିବେ ଓ ସାଧାରଣ ସ୍ୱାର୍ଥ ନିମନ୍ତେ ମୂଲ୍ୟବୋଧର ଆଦାନ ପ୍ରଦାନ କରିପାରିବେ। ଏହାପରେ କେଉଁ ଗୁଣର ଆବଶ୍ୟକତା ରହିଛି
ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ ଏବଂ କେଉଁମାନେ ଶାସନ କରିବା ପାଇଁ ସକ୍ଷମ ସେ କଥା ମଧ୍ୟ ପ୍ରୟୋଗ କରିପାରିବେ। ପରିଶେଷରେ ଏତିକି କୁହାଯାଇପାରେ ଯେ ଜଣେ ନାଗରିକ ତାର ନିଜ ସ୍ୱାର୍ଥ ସର୍ବସ୍ୱ ନ ହୋଇ ନଗର ରାଜ୍ୟର ସ୍ୱାର୍ଥ ପ୍ରତି ଧ୍ୟାନ ରଖିପାରିବ। ପ୍ଲାଟୋ ତାଙ୍କ ଆଦର୍ଶ ରାଷ୍ଟ୍ରରେ ପ୍ରଥମ ଦୁଇ ଶ୍ରେଣୀ ଅର୍ଥାତ୍ ଶାସକ, ତତ୍ତ୍ୱାବଧାରକ ଓ ସୈନିକମାନଙ୍କୁ ନାଗରିକର ମର୍ଯ୍ୟାଦା ଦେଲାବେଳେ ତୃତୀୟ ଶ୍ରେଣୀ ଅର୍ଥାତ୍ ସେବକ ଶ୍ରେଣୀକୁ ଏଥିରୁ ବଞ୍ଚିତ କରିଥିଲେ। ତୃତୀୟ ଶ୍ରେଣୀ ଅର୍ଥାତ୍ ସେବକମାନଙ୍କ ସଂଖ୍ୟା ଶାସକ ତତ୍ତ୍ୱାବଧାରକମାନଙ୍କ ତୁଳନାରେ ବହୁତ ବେଶୀ ହୋଇଥିଲେ ବି ସେମାନଙ୍କୁ ନାଗରିକତାଠାରୁ ଦୂରେଇ ରଖାଯାଇଥିଲା। ଆରିଷ୍ଟଟଲ ମଧ୍ୟ ତାଙ୍କ ଆଦର୍ଶ ରାଷ୍ଟ୍ରରେ ନାଗରିକ ଓ ନାଗରିକତା ସମ୍ପର୍କରେ ଆଲୋଚନା କରିଛନ୍ତି। ନାଗରିକ କାହାକୁ କହନ୍ତି ଓ କେଉଁମାନଙ୍କୁ ନାଗରିକ କୁହାଯାଏ ନାହିଁ, ଏହି ପ୍ରଶ୍ନ ବାରମ୍ବାର ଆରିଷ୍ଟଟଲଙ୍କୁ ବିବ୍ରତ କରିଥିଲା। ତାଙ୍କ ମତରେ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିମାନଙ୍କୁ ନାଗରିକ କୁହାଯାଇ ନଥାଏ, କାରଣ ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ନାଗରିକତା ପ୍ରଦାନ କରାଯାଇନଥାଏ। ନାଗରିକତା ରାଷ୍ଟ୍ରର ଅଧିବାସୀମାନଙ୍କର ଏକ ସ୍ୱତନ୍ତ୍ର ଅଧିକାର ଅଟେ। ଏହା ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକତାଠାରୁ ଭିନ୍ନ ଅଟେ। କେବଳ ଜଣେ ବ୍ୟକ୍ତି ଗୋଟିଏ ରାଷ୍ଟ୍ରରେ କିଛି ଦିନ ପାଇଁ ବସବାସ କଲେ ତାକୁ ନାଗରିକ କହିବାକୁ ଆରିଷ୍ଟଟଲ ପ୍ରସ୍ତୁତ ନଥିଲେ। ସେ ନାଗରିକ ନିକଟରେ କେତେକ ସ୍ୱତନ୍ତ୍ର ପ୍ରକୃତି ଲକ୍ଷ୍ୟ କରୁଥିଲେ। କେବଳ ସ୍ଥାୟୀ ବସତି, ବଂଶଗତ ସମ୍ପର୍କ ବା ବୈଧାନିକ ଅଧିକାର ଉପଭୋଗ କରୁଥିବା ବ୍ୟକ୍ତିଙ୍କୁ ନାଗରିକ କୁହାଯାଇନଥାଏ। ନାଗରିକମାନେ ନିରବଚ୍ଛିନ୍ନ ରାଜନୈତିକ ଓ ପ୍ରଶାସନିକ କ୍ଷମତା କାର୍ଯ୍ୟକାରୀ କରିଥାନ୍ତି। ଆରିଷ୍ଟଟଲଙ୍କ ଭାଷାରେ ରାଷ୍ଟ୍ରର ପ୍ରଶାସନିକ, ବିଧାୟନ ଓ ନ୍ୟାୟିକ ସଂଗଠନ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନାଗରିକ କୁହାଯାଏ। ନାଗରିକମାନେ ରାଜନୈତିକ ଅଧିକାର କର୍ତ୍ତବ୍ୟ ଉପଭୋଗ କରିଥାନ୍ତି। ଗ୍ରୀକମାନଙ୍କ ମତରେ ନାଗରିକତା କହିଲେ କେବଳ ଅଧିକାର ଉପଭୋଗକୁ ବୁଝାଏ ନାହିଁ, ନଗର ରାଜ୍ୟର ସେବା କରିବା ପାଇଁ ଏହା ଏକ ସୁଯୋଗ ବୋଲି ସେ ଅଭିହିତ କରିଥିଲେ। ରାଷ୍ଟ୍ର ନାଗରିକମାନଙ୍କୁ ନେଇ ସୃଷ୍ଟି ହୋଇଥାଏ। ଯେଉଁ ସେବାଲୋକମାନେ ସରକାର, ନ୍ୟାୟ ପ୍ରଶାସନରେ ଭାଗ ନେଇଥାନ୍ତି ସେମାନଙ୍କୁ ନାଗରିକ ପଦବାଚ୍ୟ କରାଯାଇଥାଏ। ନାଗରିକତା ବ୍ୟକ୍ତିର ସର୍ବଶ୍ରେଷ୍ଠ କାର୍ଯ୍ୟ ରାଷ୍ଟ୍ର ନାଗରିକମାନଙ୍କର ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟ ସାଧନ କରିଥାଏ। ନାଗରିକ ଜୀବନକୁ ଉନ୍ନତ କରିବା ରାଷ୍ଟ୍ରର ଉଦ୍ଦେଶ୍ୟ। ଆରିଷ୍ଟଟଲ ରାଷ୍ଟ୍ରରେ ସବୁ ଅଧିବାସୀଙ୍କୁ ନାଗରିକର ମର୍ଯ୍ୟାଦା ଦେବାକୁ ଅନିଚ୍ଛୁକ ଥିଲେ। ବିଶେଷତଃ ମହିଳା, ପିଲାମାନଙ୍କର ସୀମିତ ଓ ଅପରିପକ୍ୱ ବିଚାର ବୁଦ୍ଧି ଏବଂ କ୍ରୀତଦାସମାନଙ୍କର ଆର୍ଦ୍ୟ ବିବେକ ଜ୍ଞାନ ନଥିବାରୁ ସେମାନଙ୍କୁ ନାଗରିକ ଭାବରେ ଗ୍ରହଣ କରାଯାଇନଥିଲା। ଭବିଷ୍ୟତରେ ଯେଉଁ ପିଲାମାନେ ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ କରିବେ ସେମାନଙ୍କୁ ମଧ୍ୟ ନାଗରିକର ମର୍ଯ୍ୟାଦା ପ୍ରଦାନ କରାଯାଇନଥିଲା। ଶ୍ରମିକ ଓ କୃଷକ ମଜଦୁରମାନଙ୍କୁ ଆରିଷ୍ଟଟଲ ନାଗରିକର ମାନ୍ୟତା ପ୍ରଦାନ କରିନଥିଲେ। ଅର୍ଥାତ୍ ଆରିଷ୍ଟଟଲଙ୍କ ରାଷ୍ଟ୍ରରେ ନାଗରିକତା କେବଳ ଅଳ୍ପ କିଛି ଲୋକଙ୍କଠାରେ ନ୍ୟସ୍ତ ଥିଲା, ଯେଉଁମାନେ ରାଜନୈତିକ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ନାଗରିକତା ସମ୍ପର୍କରେ ପ୍ଲାଟୋ ଏବଂ ଆରିଷ୍ଟଟଲ ମତାମତକୁ ତୁଳନା କଲେ ଜଣାଯାଏ ଯେ ଆରିଷ୍ଟଟଲଙ୍କ ନାଗରିକ ସିଦ୍ଧାନ୍ତ ପ୍ଲାଟୋଙ୍କ ନାଗରିକତା ତୁଳନାରେ କମ୍ ଗଣତାନ୍ତ୍ରିକ କିନ୍ତୁ ଅଧିକ ସମ୍ପ୍ରସାରିତ। ପ୍ଲାଟୋ ରାଷ୍ଟ୍ରର ସମସ୍ତ ଅଣଶିକ୍ଷିତ, ନିଷ୍କ୍ରିୟ, ଅଣରାଜନୈତିକ ଗୋଷ୍ଠୀଙ୍କୁ ନାଗରିକତାର ମର୍ଯ୍ୟାଦା ଦେଇଥିଲେ। ମାତ୍ର ଆରିଷ୍ଟଟଲ କହୁଥିଲେ ଯେଉଁମାନଙ୍କର ଶାସନ କରିବା ଓ ଶାସିତ ହେବାର ସାମର୍ଥ୍ୟ ରହିଛି ସେମାନଙ୍କୁ ହିଁ ନାଗରିକ କୁହାଯାଇପାରେ। ଆରିଷ୍ଟଟଲ ନଗର ରାଜ୍ୟର ସଂଖ୍ୟାଧିକ ଜନତାକୁ ଯଥା କ୍ରୀତଦାସ, ବିଦେଶୀ, ବଣିକ, ଶ୍ରମିକ, ମହିଳା, କୃଷକ ଓ ପିଲାମାନଙ୍କୁ ନାଗରିକତାରୁ ବଞ୍ଚିତ କରିଥିଲେ। ପ୍ଲାଟୋ ଶାସକ ଓ ସୈନିକ ତତ୍ତ୍ୱାବଧାରକମାନଙ୍କୁ ଭିନ୍ନ ଅନ୍ୟମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରିଥିଲେ। ପ୍ଲାଟୋଙ୍କର ନାଗରିକମାନେ ରାଷ୍ଟ୍ର ଶାସନରେ ଭାଗ ନେଉଥିଲେ। ଏଥିପାଇଁ ଆରିଷ୍ଟଟଲଙ୍କ ତୁଳନାରେ ପ୍ଲାଟୋଙ୍କ ନାଗରିକତାକୁ ଅଧିକ ଗଣତାନ୍ତ୍ରିକ କୁହାଯାଏ। ନାଗରିକର ଯୋଗ୍ୟତା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଆରିଷ୍ଟଟଲ କହନ୍ତି ଯେ ଅବସର ଥିବା ଏବଂ ଆର୍ଥିକ ଜଞ୍ଜାଳ ନଥିବା ସ୍ଥତି ଜଣେ ନାଗରିକଙ୍କ ପାଇଁ ସର୍ବୋଚ୍ଚ ବାଞ୍ଛନୀୟ। ପାରିବାରିକ ଜଞ୍ଜାଳ ଆବଶ୍ୟକତାରୁ ମୁକ୍ତ ନହେଲେ ସେମାନେ ରାଷ୍ଟ୍ର ପାଇଁ ଚିନ୍ତା କରିବାକୁ ସମୟ ପାଇବେ ନାହିଁ କି ନାଗରିକତାର ଦାୟିତ୍ୱ ତୁଲାଇ ପାରିବେ ନାହିଁ। ଏହି ଦୃଷ୍ଟିରୁ ଦରିଦ୍ର ଲୋକମାନଙ୍କୁ ସେ ନାଗରିକତା ବାରଣ କରୁଥିଲେ। ଜଣେ ନାଗରିକର ଆର୍ଥିକ ସମ୍ବଳ ଓ ସମ୍ପତ୍ତି ଥିବା ଆବଶ୍ୟକ, ତାହା ନହେଲେ ସେ ସାଧାରଣ ସ୍ୱାର୍ଥରକ୍ଷା ଦିଗରେ ଆଗ୍ରହ ପ୍ରକାଶ କରିବେ ନାହିଁ। ସମ୍ପତ୍ତି ନାଗରିକଙ୍କୁ ସୁଖ, ସୌନ୍ଦର୍ଯ୍ୟ ଓ ଅବସର ଦେବା ସହିତ ଦେଶ ପାଇଁ କାମ କରିବାକୁ ଏବଂ ଏକ ପ୍ରକାର ଆଗ୍ରହ ଉନ୍ମାଦନା ସୃଷ୍ଟି କରିଥାଏ। ଶାସନ କରିବା ଅଳ୍ପ କିଛି ଲୋକଙ୍କର ସ୍ୱାଧିକାର ବୋଲି ପ୍ଲାଟୋଙ୍କ ମତକୁ ଆରିଷ୍ଟଟଲ ଗ୍ରହଣ କରିନଥିଲେ।
ପ୍ଲାଟୋ କୃଷକ ଓ ଶ୍ରମିକମାନଙ୍କୁ ରାଷ୍ଟ୍ରର ଏକ ଅଙ୍ଗ ଭାବରେ ବିଚାର କଲା ବେଳେ ଆରିଷ୍ଟଟଲ ସେମାନଙ୍କୁ ଆୟୁଧ ଭାବରେ ଗ୍ରହଣ କରିଛନ୍ତି। ପ୍ଲାଟୋ ଶ୍ରମିକମାନଙ୍କୁ ରାଷ୍ଟ୍ର ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ସୁଯୋଗ ଦେଇଥିଲେ, ମାତ୍ର ରାଜନୈତିକ କ୍ଷମତା ପ୍ରଦାନ କରିନଥିଲେ। ଆରିଷ୍ଟଟଲ ସମାଜକୁ ଦୁଇ ଭାଗରେ ବିଭକ୍ତ କରିଥିଲେ, ଗୋଟିଏ ଶ୍ରମିକ ଗୋଷ୍ଠୀ ଯାହାକି ଅନ୍ୟଟି ପାଇଁ ଅର୍ଥାତ୍ ଶାସକ ଗୋଷ୍ଠୀର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲା। ଜଣେ ଉତ୍ତମ ନାଗରିକ ଯେ ସର୍ବଦା ଜଣେ ଭଲ ମଣିଷ ହୋଇଥିବେ ଏହାର କିଛି ସତ୍ୟତା ନାହିଁ। ଜଣେ ବ୍ୟକ୍ତି ଗୋଟିଏ ଖରାପ ରାଷ୍ଟ୍ରରେ ଭଲ କାମ କରି ଉତ୍ତମ ନାଗରିକ ହୋଇପାରନ୍ତି, ମାତ୍ର ଭଲ ଲୋକ ହୋଇପାରିବେ ନାହିଁ। ସେହିଭଳି ଜଣେ ଉତ୍ତମ ନାଗରିକ ଉଚିତ କର୍ତ୍ତବ୍ୟ କରି ନ ପାରିଲେ ମନ୍ଦ ନାଗରିକ ବୋଲି ପରିଗଣିତ ହୋଇଥାଏ। ଉତ୍ତମ ଲୋକ ଓ ଆଦର୍ଶ ନାଗରିକ କେବଳ ଆଦର୍ଶ ରାଷ୍ଟ୍ର ହିଁ ଦେଖାଯାଇଥାଏ। ଆରିଷ୍ଟଟଲଙ୍କ ନାଗରିକତା ସିଦ୍ଧାନ୍ତର ସମାଲୋଚନା। ଆରିଷ୍ଟଟଲଙ୍କ ନାଗରିକତା ସିଦ୍ଧାନ୍ତକୁ ନିମ୍ନମତେ ସମାଲୋଚନା କରାଯାଇପାରେ। ଆରିଷ୍ଟଟଲଙ୍କ ନାଗରିକତା ସିଦ୍ଧାନ୍ତ ଆଧୁନିକ ରାଷ୍ଟ୍ର କ୍ଷେତ୍ରରେ ପ୍ରଯୁକ୍ତ ହୋଇନଥାଏ। ଆଜିକାଲି ପ୍ରତିନିଧିମୂଳକ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ଆଇନ ପ୍ରଣୟନ, ପ୍ରଶାସନ ବା ନ୍ୟାୟଦାନ ପ୍ରକ୍ରିୟାରେ ଭାଗ ନେବା ସମ୍ଭବ ନୁହେଁ। ଆଧୁନିକ ନାଗରିକ ଶାସନ କରିବା ପରିବର୍ତ୍ତେ ଶାସକକୁ ବାଛିଥାଏ। ଆରିଷ୍ଟଟଲ ଏ ପ୍ରକାର ପ୍ରତିନିଧିମୂଳକ ଗଣତନ୍ତ୍ର ବିଷୟରେ ଅବଗତ ନଥିଲେ। ସେ ମହିଳା, ଶିଶୁ, ବୃଦ୍ଧ, ଶ୍ରମିକମାନଙ୍କୁ ନାଗରିକତାରୁ ବଞ୍ଚିତ କରିଥିଲେ। ଏଥିପାଇଁ ଆରିଷ୍ଟଟଲଙ୍କ ନାଗରିକତାକୁ ସମ୍ଭ୍ରାନ୍ତ ବା ଆଭିଜାତତାନ୍ତ୍ରିକ କୁହାଯାଏ। ନାଗରିକ ହେବା ପାଇଁ ଆରିଷ୍ଟଟଲ ସମ୍ପତ୍ତିଗତ ଅଧିକାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି, ମାତ୍ର ଏହାଦ୍ୱାରା ଶ୍ରେଣୀ ଶାସନର ସୂତ୍ରପାତ ହୋଇଥାଏ ଏବଂ ଶ୍ରମିକ ଶ୍ରେଣୀର ସ୍ୱାର୍ଥ କ୍ଷୁଣ୍ଣ ହେବା ସମ୍ଭାବନା ଥାଏ। ନାଗରିକତା ପାଇଁ ଅବସର ଅପରିହାର୍ଯ୍ୟ ବୋଲି ବିଚାର କରୁଥିବାରୁ ଆରିଷ୍ଟଟଲ ଅବସର ପାଇନଥିବା ଶ୍ରେଣୀକୁ ରାଜନୈତିକ ଅଧିକାର ଉପଭୋଗ କରିବାକୁ ସୁଯୋଗ ଦେଇନାହାନ୍ତି କି ଶିକ୍ଷା ଲାଭ ପାଇଁ ମଧ୍ୟ ସୁଯୋଗ ଦେଇନାହାନ୍ତି। ଫଳରେ ନିମ୍ନ ଶ୍ରେଣୀ ସର୍ବଦା ଅବହେଳିତ ହୋଇ ରହନ୍ତି। ସମାଜର ଗୋଟିଏ ଗୋଷ୍ଠୀକୁ ନାଗରିକତାର ଅଧିକାର ବାରଣ କରିବା ଦ୍ୱାରା ରାଷ୍ଟ୍ରର କାର୍ଯ୍ୟଦକ୍ଷତା ବାଧାପ୍ରାପ୍ତ ହୋଇଥାଏ। ଏହି ବ୍ୟବସ୍ଥା ହେତୁ ସରକାର ଅଣ-ନାଗରିକମାନଙ୍କର ଅଭିଜ୍ଞତାର ଫାଇଦା ନେଇପାରନ୍ତି ନାହିଁ। ସେ ନାଗରିକ ଓ ଅଣ-ନାଗରିକମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିବା ଦ୍ୱାରା ସାମାଜିକ ସଂହତି ପଥଭ୍ରଷ୍ଟ ହୋଇଥାଏ। ଏହି ସିଦ୍ଧାନ୍ତ ରାଷ୍ଟ୍ରର ଜୈବିକ ପ୍ରକୃତିକୁ ଗ୍ରହଣ କରିନଥାଏ। ସେ ବଣିକ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ନାଗରିକତା ପ୍ରଦାନ ନ କରିବା ଯୋଗୁଁ ସେମାନେ ଜାତୀୟ ସ୍ରୋତଠାରୁ ଦୂରେଇ ଯାଆନ୍ତି। ଏହି ସିଦ୍ଧାନ୍ତ ଶ୍ରେଣୀ ସଂଘର୍ଷକୁ ପ୍ରୋତ୍ସାହିତ କରି ଜନକଲ୍ୟାଣକୁ ପ୍ରତିନିଧିତ୍ୱ କରିଥାଏ। ସମ୍ପତ୍ତି ନାମରେ କିଛି ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ କମ୍ ସ୍ୱାଧୀନତା ଦେବା ଅଯୌକ୍ତିକ ଅଟେ। ଆରିଷ୍ଟଟଲଙ୍କ ନାଗରିକତା ସିଦ୍ଧାନ୍ତ ରକ୍ଷଣଶୀଳ ପ୍ରକୃତିର ଅଟେ। ଏହାଦ୍ୱାରା ସେ ଏଥେନୀୟ ବ୍ୟବସ୍ଥାକୁ ଧରି ରଖିଛନ୍ତି। ଏସବୁ ଦୁର୍ବଳତା ସତ୍ତ୍ୱେ ବି ଆରିଷ୍ଟଟଲଙ୍କ ନାଗରିକତା ତତ୍କାଳୀନ ଗ୍ରୀକ୍ ନଗର ରାଜ୍ୟର ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ସ୍ଥିରୀକୃତ କରାଯାଇଥିଲା। ସେ ସମୟରେ ଖୁବ୍ କମ୍ ବ୍ୟକ୍ତି ଶାସନ ସହିତ ସାମିଲ ହୋଇଥିବାରୁ ଆରିଷ୍ଟଟଲ ଏପରି ଏକ ସିଦ୍ଧାନ୍ତ ପ୍ରଦାନ କରିଛନ୍ତି।